ମୟୂରଭଞ୍ଜ ଜିଲ୍ଲାର ଉଡ଼ାଯାତ୍ରା ଓଡ଼ିଶାର ଏକ ପ୍ରସିଦ୍ଧ ଓ ପାରମ୍ପରିକ ଉତ୍ସବ, ଯାହା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଏବଂ ତାହାର ଚାରିପାଖର ଅଞ୍ଚଳରେ ବିଶେଷ ଭାବରେ ପାଳନ କରାଯାଏ। ଏହି ଯାତ୍ରା ପ୍ରାୟ 200 ବର୍ଷ ପୁରୁଣା ଏବଂ ମୟୂରଭଞ୍ଜ ଭଞ୍ଜବଂଶୀୟ ରାଜାମାନେ ଏହାର ଆରମ୍ଭ କରିଥିବା ବିଶ୍ୱାସ କରାଯାଏ। ଯଦି ଦେଖାଯାଏ, ଉଡ଼ାଯାତ୍ରା ଶବ୍ଦର ଅର୍ଥ ହେଉଛି ଉଡ଼ିବା ଯାତ୍ରା କିମ୍ବା ଉନ୍ନତିର ଉତ୍ସବ। ଏହି ଉତ୍ସବ ଆରମ୍ଭ ହେବା ପଛରେ ଏକ ଧାର୍ମିକ ଓ ସାଂସ୍କୃତିକ ଅର୍ଥ ରହିଛି। ଏହା ପ୍ରଥମେ ଲୋକମାନଙ୍କୁ ଭଗବାନ ଶିବଙ୍କ ଉପାସନା ପାଇଁ ଏବଂ ତାଙ୍କ ଭକ୍ତି ପ୍ରକାଶ କରିବାର ଏକ ମାଧ୍ୟମ ଭାବରେ ଆରମ୍ଭ କରାଯାଇଥିଲା। ଉଡ଼ାଯାତ୍ରା ସାଧାରଣତଃ ଚୈତ୍ର ମାସରେ ପାଳିତ ହୋଇଥାଏ। ଏହି ଉତ୍ସବ ଦିନଗୁଡ଼ିକର ମୁଖ୍ୟ ଆକର୍ଷଣ ହେଉଛି ଶିବ ଭଗବାନଙ୍କ ଅନ୍ୟ ଦେବାଦେବୀଙ୍କ ଦେଉଳି ଉଠାଇ ଗାଁ ଗାଁରେ ଘୁଞ୍ଚାଯାଏ। ଏଥିରେ ଢୋଲ, ମାଦଳ ଓ ପାରମ୍ପରିକ ସଙ୍ଗୀତ ମାଧ୍ୟମରେ ଅନେକ ଲୋକ ଅଂଶଗ୍ରହଣ କରିଥାନ୍ତି। ଏହି ଉତ୍ସବର ଏକ ବିଶେଷ ଆକର୍ଷଣ ହେଉଛି ମୟୂରଭଞ୍ଜ ଛଉ ନୃତ୍ୟ। ଏହି ନୃତ୍ୟରେ ବିଭିନ୍ନ କଥା, ରାମାୟଣ ମହାଭାରତ କଥାକୁ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଉପସ୍ଥାପନ କରିଥାନ୍ତି। ଉଡ଼ାଯାତ୍ରା ସମୟରେ ଅନେକ ମେଳା ଲାଗେ, ଯେଉଁଠି ଅନେକ ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ବିକ୍ରୟ କରାଯାଏ। ଉଡ଼ାଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଏକ ଗହୀର ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିଛି। ଏହି ଉତ୍ସବ ମାଧ୍ୟମରେ ଛଉ ନୃତ୍ୟ ଓ ଅନ୍ୟାନ୍ୟ ଲୋକକଳାର ପ୍ରଚାର ହେଉଛି। ଏହା ଗାଁ ଏବଂ ସହରର ଲୋକଙ୍କ ମଧ୍ୟରେ ସାମୂହିକ ଏକତା ବଢ଼ାଇଥାଏ। ମୟୂରଭଞ୍ଜର ଉଡ଼ାଯାତ୍ରା ହେଉଛି ଏକ ସାଂସ୍କୃତିକ ଓ ଧାର୍ମିକ ଉତ୍ସବ, ଯାହା ମୟୂରଭଞ୍ଜର ଗର୍ବ ଓ ଐତିହ୍ୟକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିପାରିଛି।